ଆମର ଯୋଉ ପେଡି ପ୍ରୋକ୍ୟୁରମେଣ୍ଟ ଚାଲିଛି ତାକୁ ନେଇକରି କଲେକ୍ଟର ସାର୍ ଆମକୁ ନିର୍ଦ୍ଦେଶ ଦେଇଛନ୍ତି ଗୋଟେ ସମସ୍ତଙ୍କର ଭେରିଫିକେସନ କି ଯୋଉ ଜାଗାରେ କିଛି ଅସାଧୁ ବ୍ୟବସାୟୀ ମାନେ ଯଦି ଅଛନ୍ତି ତାଙ୍କୁ ଭେରିଫାଏ କରିବା ପାଇଁ ମଣ୍ଡି ବି ଚେକ୍ କରୁଛୁ। ଏଇ ମାନେ ୟା ଭିତରେ ଆମେ ଗତ 14 ତାରିଖ ଇଭିନିଂରେ ଗୋଟେ ଖବର ପାଇଲୁ ଯୋଉ ପଦ୍ମଗିରି ଏରିଆ MV84 ରେ 2 ଜଣ ବ୍ୟକ୍ତି ଯିଏକି ଜଣେ ରଞ୍ଜନ ବିଶ୍ୱାସ ଓ ବନଲାଲ ଦେ ତାଙ୍କ ଘରେ ଅଧିକା ମାନେ ଧାନ ଆଣିକି ରଖିଛନ୍ତି। ଆଉ ତାପରେ ଆମର ଟିମ୍ ଯାଇଥିଲେ ଆମର ସିଭିଲ ସପ୍ଲାଇ ଟିମ୍, ପୋଲିସ, ତାପରେ ଆମର ଏଡିସନାଲ ତହସିଲଦାର ସେମାନେ ଯାଇକରି ଚଢ଼ଉ କରୁଥିଲେ ଓ ଚଢ଼ଉରେ ତାଙ୍କ ପାଖରେ ଯୋଉ ଟୋକେନ୍ ରୁ ଅଧିକା ଜଣ ପାଖରେ 250 କ୍ୱିଣ୍ଟାଲ ଆଉ ଜଣ ପାଖରେ 201 କ୍ୱିଣ୍ଟାଲ ଯୋଉଟାକି ଟୋଟାଲ ସମୁଦାୟ 451 କ୍ୱିଣ୍ଟାଲ ଏକ୍ସେସ୍ ଧାନ ଥିଲା। ତାର କିଛି ଯୁକ୍ତିଯୁକ୍ତ ଉତ୍ତର ଦେଇ ପାରିନଥିଲେ। ତାକୁ ବେଶ କରି ସେମାନେ ସିଜ୍ କଲେ ଓ କଲେକ୍ଟରଙ୍କ ସାର୍ଙ୍କ ପାଖରେ ଏସେନ୍ସିଆଲ କମୋଡିଟି ଆକ୍ଟ ଅଣ୍ଡରରେ ଆମର କେସ୍ କରାହେଇଛି। ଆଉ ତା ସହିତ ଏ ସମୟରେ ଆମର ଯୋଗାଣ ନିରୀକ୍ଷକ ଖଇରପୁଟ, ଅତିରିକ୍ତ ଯୋଗାଣ ଅଧିକାରୀ ମାଲକାନଗିରି, ଯୋଗାଣ ବିଭାଗ ତରଫରୁ ଉପସ୍ଥିତ ଥିଲେ। 70% ଧାନ ପ୍ରୋକ୍ୟୁରମେଣ୍ଟ ସରିଛି। ଆଉ ଯୋଉମାନେ ବି ଚାଷୀ ଅଛନ୍ତି ଆମେ ଭେରିଫାଏ କରୁଛୁ ଟୋକେନ୍ ଯାହାର ଅଛି ତା ସହିତ ଯେତିକି ଧାନ ଅଛି ତାଙ୍କର ସେତିକି ଆମେ ଆଲାଉ କରିକି ନିଶ୍ଚିତ ଭାବରେ 100% ଧାନ ପ୍ରୋକ୍ୟୁରମେଣ୍ଟ କରାଯିବ। ଆମର ଆଜି ପର୍ଯ୍ୟନ୍ତ 3ଟା FIR କରିଛୁ କାଲିମେଳା ଥାନାରେ। ତା ସହିତ ଆମର ଏସେନ୍ସିଆଲ କମୋଡିଟି ଆକ୍ଟରେ କଲେକ୍ଟର ସାର୍ଙ୍କ ପାଖରେ 2ଟା କେସ୍ ହେଇଛି।